ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ମୟୂରଭଞ୍ଜ ଜିଲ୍ଲାର ଗୃହରକ୍ଷୀ କାର୍ଯ୍ୟାଳୟ ତରଫରୁ ଅଫିସିଆଲ ନୋଟିଫିକେସନଟି ଆସିଛି, ଯେଉଁଥିରେ ଏହି ମୟୂରଭଞ୍ଜ ଜିଲ୍ଲାର ହୋମଗାର୍ଡ଼ର ନ୍ୟୁ ଅପଡେଟ୍ ଆସିଯାଇଛି। ତା ବିଷୟରେ ଆମେ ଡିଟେଲ୍ ଜାଣିବା। କେଉଁମାନେ ରିଜେକ୍ଟ ହେଇଛନ୍ତି, ରିଜେକ୍ଟ ହେଲା ପରେ ସେମାନେ କ'ଣ କରିବେ, ଯେଉଁମାନଙ୍କର ଡକୁମେଣ୍ଟସ୍ ପ୍ରପର୍ ଦିଆ ହେଇନାହିଁ ସେମାନେ କ'ଣ କରିବେ, ଏହା ପରେ ସେମାନେ କ'ଣ କରିବେ, ସେ ବିଷୟରେ ଆମେ ଡିଟେଲ୍ ଆଲୋଚନା କରିବା। ବୁଝିଗଲା? ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। ବୁଝିପାରିଲେ? କାହିଁକିନା ମୁଁ ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିଗଲା? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ତରଫରୁ ଅଫିସିଆଲ ନୋଟିଫିକେସନ୍, ଯେଉଁଥିରେ ଆପଣମାନଙ୍କର ପୂର୍ବରୁ 280ଟି ହୋମଗାର୍ଡ଼ର ଭ୍ୟାକେନ୍ସି ଆସିଥିଲା। ଆପଣମାନେ ସମସ୍ତେ ଜାଣିଛନ୍ତି, କାହିଁକିନା ମୁଁ ଏହି ଚ୍ୟାନେଲରେ ଆପଣମାନଙ୍କ ପାଇଁ ସେ ଭିଡ଼ିଓ ଅପଲୋଡ଼ କରିଥିଲି। ଆଉ ସେଇ ଭିଡ଼ିଓର ଲିଙ୍କ୍ ଡେସ୍କ୍ରିପସନ୍ ବକ୍ସରେ ରହିଛି, ସେଇ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ। କାହିଁକିନା ଯେଉଁ 280ଟି ହୋମଗାର୍ଡ଼ର ଭ୍ୟାକେନ୍ସି ଆସିଥିଲା ମୟୂରଭଞ୍ଜ ଜିଲ୍ଲା ପାଇଁ, ତା ପାଇଁ କେଉଁ ଡକୁମେଣ୍ଟସ୍ ଦରକାର, ଫିଜିକାଲ୍ କ'ଣ ଅଛି, ରିଟିନ୍ ଏକ୍ଜାମ୍ରେ କ'ଣ ହେବ, ଭାଇବାରେ ୟା ପରେ କ'ଣ ପଚାରିବେ, ସେ ବିଷୟରେ ମୁଁ ଡିଟେଲ୍ ଆଲୋଚନା କରିଦେଇଥିଲି। ସେଇଥିପାଇଁ ତାର ନୋଟିଫିକେସନ୍କୁ ଡିଟେଲ୍ ଦେଖନ୍ତୁ। ବୁଝିଗଲା? ତା ସହିତ ଆପଣମାନଙ୍କର ରିଟିନ୍ରେ କ'ଣ କ୍ୱେଶ୍ଚନ୍ ଆସିବ, ଭାଇଭା କ୍ୱେଶ୍ଚନ୍ରେ କ'ଣ ଏସ୍ପି ସାର୍ ପଚାରିବେ, ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ସେଇ ଭିଡ଼ିଓ ଗୁଡ଼ାକୁ ମଧ୍ୟ ଦେଖନ୍ତୁ। ଆଉ PDF ପାଇଁ ଟେଲିଗ୍ରାମ ଚ୍ୟାନେଲକୁ ଜଏନ୍ କରନ୍ତୁ। ବୁଝିଗଲା? ତାହେଲେ ଆପଣମାନଙ୍କୁ ମୁଁ ପୂର୍ବରୁ କହିଥିଲି ରିଜେକ୍ଟେଡ୍ ଲିଷ୍ଟ ଆସିଯାଇଛି। ସେଇ ରିଜେକ୍ଟେଡ୍ ଲିଷ୍ଟ ଆମର ଅଫିସିଆଲ ଟେଲିଗ୍ରାମ ଚ୍ୟାନେଲ ଏଡିଏସ୍ ନଲେଜ୍ ପଏଣ୍ଟ, ସେଇଥିରେ ଆପଣ ଜଏନ୍ କରିପାରିବେ, ଯାହାର ଲିଙ୍କ୍ ଡେସ୍କ୍ରିପସନ୍ ବକ୍ସରେ ରହିଛି। ତା ସହିତ ମୋ ସହିତ ସିଧା ସିଧା କଥା ହେବା ପାଇଁ ବା ପ୍ରଶ୍ନ ପଚାରିବା ପାଇଁ ହେଲେ ମୋର ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା, ସେଥିରେ ମଧ୍ୟ ଜଏନ୍ କରିପାରିବେ। ଆଉ ମୋତେ ଆପଣମାନଙ୍କର ଡାଉଟ୍ ପଚାରିପାରିବେ। ବୁଝିଗଲା? ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। କିଛି ଅସୁବିଧା ନାହିଁ। ବୁଝିଗଲା? ତେଣୁକରି କାହାର ରିଜେକ୍ଟ ହେଇଥିବ, କେଉଁଥିପାଇଁ ରିଜେକ୍ଟ ହେଇଥିବ, ସେଇ PDF ସେ ଜାଗାରେ ଆଭେଲେବୁଲ୍ ହୋଇଥିବ। ତା ନହେଲେ ବି ମୁଁ ଆପଣମାନଙ୍କୁ ଜଣାଇଦେବି। ତେଣୁକରି ଯେଉଁମାନଙ୍କର ରିଜେକ୍ଟ ହେଇଛି ସେମାନେ କ'ଣ କରିବେ, ତାଙ୍କର ୱେବସାଇଟ୍ ମାଧ୍ୟମରେ ଯାଇକି ଦେଖିନେବେ। ତା ନହେଲେ ମୁଁ ତ ଟେଲିଗ୍ରାମ ଚ୍ୟାନେଲରେ ଛାଡ଼ି ଦେଇଛି, ମୁଁ କହିଦେଇଛି ସେଟା, ଆପଣ ଯାଇକି ଟେଲିଗ୍ରାମ ଚ୍ୟାନେଲରେ ଦେଖିନେବେ। ଯଦି ଆପଣମାନଙ୍କର କୌଣସି କାରଣବଶତଃ ରିଜେକ୍ଟ ହେଇଯାଇଥାଏ, ତାହେଲେ କ'ଣ କରିବେ, moirubhanj.odisha.gov.in ଏହି ୱେବସାଇଟ୍ ମାଧ୍ୟମରେ, ତା ନହେଲେ ଆପଣମାନଙ୍କର ନିକଟସ୍ଥ ସମାଦେଷ୍ଟା ଗୃହରକ୍ଷୀ କାର୍ଯ୍ୟାଳୟ ମୟୂରଭଞ୍ଜ, ସେଇଥିରେ ଆପଣମାନେ 10/12/2025 ମାନେ ଡିସେମ୍ବର ମାସ 10 ତାରିଖ ସୁଦ୍ଧା ଆପଣମାନଙ୍କର ଯେଉଁ ଡକୁମେଣ୍ଟସ୍ ପାଇଁ ଆପଣ ରିଜେକ୍ଟ ହେଇଥିବେ ତାକୁ ଦେଖିକି ବା ତାକୁ ଅଭିଯୋଗ କରିବାର ଆପଣମାନଙ୍କର ଶେଷ ତାରିଖ ହେଉଛି ଡିସେମ୍ବର 10 ତାରିଖ। ମାନେ ଆପଣମାନେ ଆଜି ପାଖରୁ ନହେଲେ କାଲି ପାଖରୁ ୟାର ଅଭିଯୋଗ କରିପାରିବେ, ନହେଲେ ଆପଣମାନେ ସେଇ ସମାଦେଷ୍ଟା ଗୃହରକ୍ଷୀ କାର୍ଯ୍ୟାଳୟରେ ଯାଇକରି ଆପଣମାନଙ୍କର ଅସୁବିଧାକୁ ଜଣାଇ ପାରିବେ। ବୁଝିଗଲେ? ଏ ଥିଲା ଆପଣମାନଙ୍କର ରିଜେକ୍ଟ, ଯେଉଁମାନଙ୍କର ରିଜେକ୍ଟ ହେଇଛି। ୟା ପରେ ଦେଖିବା ଯେଉଁମାନଙ୍କର ଡକୁମେଣ୍ଟ ସବମିଟ୍ କରିନଥିବେ ସେମାନେ କ'ଣ କରିବେ। ବୁଝିଗଲା? ଦେଖନ୍ତୁ ପିଲାମାନେ, ବହୁତ ପିଲାଙ୍କର କ'ଣ ହେଉଛି ନା ଏଜୁକେସନାଲ ସାର୍ଟିଫିକେଟ୍ ଦେଇନାହାନ୍ତି। ମାନେ ଯେତେବେଳେ ଫର୍ମକୁ ଫିଲ୍ଅପ୍ କରିକିରି ସବମିଟ୍ କଲେ ସେଇ ସମୟରେ ସେମାନଙ୍କର ଶିକ୍ଷାଗତ ପ୍ରମାଣପତ୍ର ଦେଇନାହାନ୍ତି କିମ୍ବା ବାସସ୍ଥାନ ପ୍ରମାଣପତ୍ର ମଧ୍ୟ ଦେଇନାହାନ୍ତି। ସେମାନେ ସେଇଗୁଡ଼ାକୁ ଆଟାଚ୍ କରିକି ନିଶ୍ଚୟ ଦେବେ। ତାମାନେ ଏଜୁକେସନ୍ ସାର୍ଟିଫିକେଟ୍ ଆଉ ରେସିଡେଣ୍ଟ ସାର୍ଟିଫିକେଟ୍ ଡକୁମେଣ୍ଟ ଗୁଡ଼ାକୁ ଆଟାଚ୍ କରିକି ସବମିଟ୍ ମଧ୍ୟ କରିପାରିବେ। ବୁଝିଗଲା? କେଉଁ ପିଲାର କେଉଁ ଡକୁମେଣ୍ଟସ୍ ଦିଆ ହେଇନାହିଁ ତାର PDF ମଧ୍ୟ ମୁଁ ଟେଲିଗ୍ରାମ ଚ୍ୟାନେଲରେ ଛାଡ଼ି ଦେଇଛି, ସେଥିରେ ଯାଇକି ଦେଖିପାରିବେ। ଆଉ ସେମାନେ କ'ଣ କରିବେ ଦେଖନ୍ତୁ, ପ୍ରଥମେ ତ PDFକୁ ଖୋଲିକି ସେମାନେ ଦେଖିବେ କେଉଁ ଡକୁମେଣ୍ଟସ୍ ଦେଇନାହାନ୍ତି, ତାକୁ ପ୍ରଥମେ ଯାଞ୍ଚ କରିବେ। ବୁଝିଗଲା? ତାକୁ ପ୍ରଥମେ ଯାଞ୍ଚ କରିବେ। ଯାଞ୍ଚ କଲା ପରେ ଆପଣମାନେ କ'ଣ କରିବେ ନା ଡିସେମ୍ବର 12 ତାରିଖ ସୁଦ୍ଧା ସେଇ ଡକୁମେଣ୍ଟସ୍କୁ ପ୍ରସ୍ତୁତ କରିବେ, ରେଡ଼ି କରିବେ। ଆଉ ତାପରେ କ'ଣ କରିବେ ନା ସମାଦେଷ୍ଟା ଗୃହରକ୍ଷୀ କାର୍ଯ୍ୟାଳୟ ମୟୂରଭଞ୍ଜରେ ଦାଖଲ କରିବେ। ବୁଝିଗଲା? ଯଦି ଏଇଆ ନ କରିବେ ତାହେଲେ ଆପଣମାନଙ୍କର ଫର୍ମଟିକୁ ପରମାନେଣ୍ଟଲି ରିଜେକ୍ଟ କରାଯିବ। ମନେ ରଖିଥିବେ ପିଲାମାନେ, ଯେଉଁମାନଙ୍କର ଡକୁମେଣ୍ଟସ୍ ଦେଇନାହାନ୍ତି ବା ପୁରୁଣା ରେସିଡେଣ୍ଟ କିମ୍ବା ପୁରୁଣା କାଷ୍ଟ ସାର୍ଟିଫିକେଟ୍ କିମ୍ବା ପୁରୁଣା କିଛି ଯଦି ଦେଇଥିବେ ବା ଦେଇ ବି ନଥିବେ, ତାହେଲେ ମଧ୍ୟ ତାଙ୍କ ପାଇଁ ଆଉ ଏକ ସୁବର୍ଣ୍ଣ ସୁଯୋଗ ରହିଛି। କାହିଁକିନା ଡିସେମ୍ବର 12 ତାରିଖ ସୁଦ୍ଧା ଆପଣମାନେ ତାକୁ ମୟୂରଭଞ୍ଜ ଜିଲ୍ଲାର ସମାଦେଷ୍ଟା ଗୃହରକ୍ଷୀ କାର୍ଯ୍ୟାଳୟ ମୟୂରଭଞ୍ଜରେ ତାକୁ ସବମିଟ୍ କରିବେ। ବୁଝିପାରିଲେ ପିଲାମାନେ? ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା ଆପଣମାନଙ୍କର ରିଜେକ୍ଟ ଲିଷ୍ଟ, କେଉଁ ପିଲାମାନେ କେଉଁଥିପାଇଁ ରିଜେକ୍ଟ ହେଇଛନ୍ତି। ଚାଲନ୍ତୁ ଟିକେ ଦେଖିନେବା। ହେଲା? ବୁଝିହେଲା ପିଲାମାନେ?
ଦେଖନ୍ତୁ ପିଲାମାନେ ରାୟରଙ୍ଗପୁର ଟାଉନ୍ ଥାନାରେ ଯୋଉ ପିଲାମାନେ ଏନରୋଲମେଣ୍ଟ କରିଥିଲେ ତାଙ୍କର ରିଜେକ୍ଟେଡ୍ ଲିଷ୍ଟ ଦେଖି ନିଅନ୍ତୁ। ପ୍ରଥମେ ଆମେ ଗୋଟେ ବୁଝିବା ପାଇଁ ଜାଣିବା ସିରିଏଲ ନମ୍ବର 1ରେ ଦେଖନ୍ତୁ ଏଇଥିରେ ଆପଣମାନଙ୍କର ଫର୍ମ ନମ୍ବର 13 ରହିଥିଲା। ସେ ଥିଲେ ଦିବ୍ୟ ପ୍ରକାଶ ମହାନ୍ତ। ଦେଖନ୍ତୁ ଦିବ୍ୟ ପ୍ରକାଶ ମହାନ୍ତ ଯିଏକି ସନ୍ ଅଫ୍ ଅଶୋକ କୁମାର ମହାନ୍ତ, ତାଙ୍କର ବୟସ 19 ବର୍ଷ। ମନେ ରଖିବେ ସେମାନେ କୋଉଥିପାଇଁ ରିଜେକ୍ଟ ହେଇଛନ୍ତି ନା ଅଣ୍ଡର ଏଜ୍। ମୁଁ ପୂର୍ବରୁ କହିଥିଲି ତାଙ୍କର ବୟସ କେତେ ହେଇଥିବା ଦରକାର ନା 20ରୁ 60 ବର୍ଷ ହେଇଥିବା ଦରକାର। ଯଦି ତାଠାରୁ କମ୍ କିମ୍ବା ତାଠାରୁ ବେଶୀ ହୁଏ ତାହେଲେ ଆପଣମାନଙ୍କର ଫର୍ମଟିଏ ରିଜେକ୍ଟ ହେଇଯିବ। ବୁଝିଗଲା? ତେଣୁକରି ଯଦି ଆପଣମାନଙ୍କର ଅଧିକା ଏଜ୍ ଅଛି ତାହେଲେ ଏଗେନ୍ ଆପଣମାନଙ୍କ ପାଇଁ ଗୋଟେ ଅପରଚ୍ୟୁନିଟି ରହିଲା। ଆପଣମାନେ ନିଜର ଆଧାର କାର୍ଡ଼ ନହେଲେ ଭୋଟର କାର୍ଡ଼ ଦେଇକିରି ପୁଣି ତାକୁ ମଧ୍ୟ ଭ୍ୟାଲିଡ୍ କରିପାରିବେ। ତାଙ୍କର ପୋଲିସ ଷ୍ଟେସନ ମଧ୍ୟ ଆପଣ ଦେଖିନିଅନ୍ତୁ ରାୟରଙ୍ଗପୁର ଟାଉନ୍। ବୁଝିଗଲା? ତେଣୁକରି ଏଇ ପିଡିଏଫ୍ଟି ଆପଣମାନଙ୍କର ରାୟରଙ୍ଗପୁର ଟାଉନ୍ ଥାନାର ଏନରୋଲମେଣ୍ଟ କ୍ୟାଣ୍ଡିଡେଟ୍ ମାନଙ୍କର ଯେଉଁମାନଙ୍କର ଫର୍ମ ରିଜେକ୍ସନ ହେଇଯାଇଛି। ଓକେ, ବୁଝିପାରିଲେ ପିଲାମାନେ? ଠିକ୍ ସେମିତି ଆପଣମାନଙ୍କର କରଞ୍ଜିଆ ଥାନା, ତା ସହିତ ଆପଣମାନଙ୍କର ଉଦଳା, ଖୁଣ୍ଟା ଏଇ ଟାଇପ୍ର ବିଭିନ୍ନ ପ୍ରକାରର ଥାନାର ଆପଣମାନଙ୍କର ରିଜେକ୍ସନ ଲିଷ୍ଟ ଆସିଯାଇଛି। ତାକୁ ମୁଁ ମଧ୍ୟ ଦେଖେଇ ଦେଉଛି। ଆଉ ଡିଟେଲ୍ ଜାଣିବା ପାଇଁ ହେଲେ ଏହାର ପିଡିଏଫ୍ ଆମର ଟେଲିଗ୍ରାମ ଚ୍ୟାନେଲରେ ରହିଛି। ଏ ହେଉଛି ଆପଣମାନଙ୍କର ବେତନଟି ଥାନାର ରିଜେକ୍ସନ ଲିଷ୍ଟ। ସେଇଥିରେ ମଧ୍ୟ ଅଣ୍ଡର ଏଜ୍ ପାଇଁ ବହୁତ ପିଲାମାନେ କଟି ଯାଇଛନ୍ତି। ଆପଣମାନେ ତାଙ୍କୁ ଦେଖିନିଅନ୍ତୁ ବା କରେକ୍ସନ କରିନିଅନ୍ତୁ। ଓକେ, ଠିକ୍ ସେମିତିକା ଦେଖନ୍ତୁ ଏ ହେଉଛି ଆପଣମାନଙ୍କର କରଞ୍ଜିଆ ଥାନା, ତାର ମଧ୍ୟ ରିଜେକ୍ସନ ଲିଷ୍ଟ ମଧ୍ୟ ଆପଣ ଦେଖିପାରୁଥିବେ। ଏ ହେଉଛି ଆପଣମାନଙ୍କର ବାରିପଦା ସଦର ଥାନା, ଏଇଥିରେ ମଧ୍ୟ ଆପଣମାନେ ଦେଖିପାରୁଥିବେ ଫର୍ମ ନମ୍ବର 90 ବାବଲୁ ମହାନ୍ତ। ଇଏ ହେଉଛନ୍ତି 19 ଏଜ୍ ଦେଖିପାରୁଥିବେ। ତେଣୁକରି ତାଙ୍କର ଅଣ୍ଡର ଏଜ୍ ପାଇଁ ରିଜେକ୍ସନ ହେଇଛି। ବୁଝିଗଲା? ତେଣୁକରି ଏଗୁଡ଼ାକୁ ଆପଣମାନେ କରେକ୍ସନ କରିନିଅନ୍ତୁ। ଦେଖନ୍ତୁ ଏ ହେଉଛି ଆପଣମାନଙ୍କର ଉଦଳା ଥାନାର ରିଜେକ୍ସନ ଲିଷ୍ଟ, ତାକୁ ମଧ୍ୟ ଆପଣମାନେ ଚେକ୍ କରିପାରିବେ। ଓକେ, ଚାଲନ୍ତୁ ପିଲାମାନେ ବର୍ତ୍ତମାନ ଆମେ ଦେଖିବା କୋଉ ପିଲାମାନେ କୋଉ ଡକୁମେଣ୍ଟସକୁ ସବମିଟ୍ କରିନାହାନ୍ତି ଯେତେବେଳକୁ ଦରକାର ହେଉଥିଲା। ବୁଝିଗଲା? ତାହେଲେ ଆମେ ବର୍ତ୍ତମାନ ଦେଖୁଛେ ରାୟରଙ୍ଗପୁର ଟାଉନ୍ ଥାନାରେ ଯେଉଁମାନେ ଏନରୋଲମେଣ୍ଟ କରିଥିବେ ତାଙ୍କର କୋଉ ଡକୁମେଣ୍ଟ ମିସିଂ ଅଛି ବା କୋଉ ଡକୁମେଣ୍ଟସକୁ ଦେଇନାହାନ୍ତି। ଦେଖନ୍ତୁ 1 ନମ୍ବର ସିରିଏଲରେ ଦେଖିବା ଆମେ ଫର୍ମ ନମ୍ବର 1247। ଫର୍ମ ନମ୍ବର କେତେ? 1247। ଏଇଟା ମନେ ରଖିବେ, ଏଇଟା ତାଙ୍କର ରୋଲ ନମ୍ବର ରହିବ। ହେଲା? ସିଏ ଥିଲେ ଅମିତ କୁମାର ମହାନ୍ତ, ଯିଏକି ସନ୍ ଅଫ୍ ଅଶୋକ କୁମାର ମହାନ୍ତ। ତାଙ୍କର ଏଜ୍ 22 ବର୍ଷ। ମାନେ ଏଜ୍ ତାଙ୍କର କ'ଣ କରୁଛି ନା ଫୁଲଫିଲ୍ କରୁଛି। ବଟ୍ ମନେ ରଖନ୍ତୁ ତାଙ୍କର ଏଜୁକେସନ୍ ସାର୍ଟିଫିକେଟଟିଏ ଦିଆ ହେଇନାହିଁ ବା ମିସିଂ ଅଛି। ତେଣୁକରି ସେମାନେ ତୁରନ୍ତ ଏଜୁକେସନ୍ ସାର୍ଟିଫିକେଟକୁ ନିଶ୍ଚୟ ସବମିଟ୍ କରନ୍ତୁ। ବୁଝିହେଲା ପିଲାମାନେ? ଠିକ୍ ସେମିତିକା ଆମେ ଦେଖିବା ସିରିଏଲ ନମ୍ବର 9। ଏଇଥିରେ ତାଙ୍କର ଫର୍ମ ନମ୍ବର ହେଉଛି 50। ସେ ଥିଲେ ସୋନୁ ବିନ୍ଧାଣୀ, ସନ୍ ଅଫ୍ ସୁରେଶ ବିନ୍ଧାଣୀ। ତାଙ୍କର ଏଜ୍ ମଧ୍ୟ 29 ଫୁଲଫିଲ୍ କରୁଛି। ଏଜ୍ ଲିମିଟ୍ ମଧ୍ୟ ତାଙ୍କର ଫୁଲଫିଲ୍ କରୁଛି, କିନ୍ତୁ ତାଙ୍କର ନୋ ରେସିଡେଣ୍ଟ ସାର୍ଟିଫିକେଟ୍, ତାଙ୍କର ରେସିଡେଣ୍ଟ ସାର୍ଟିଫିକେଟ୍ ଦିଆ ହେଇ ନାହିଁ। ତେଣୁକରି ସେମାନେ କ'ଣ କରିବେ, ତାଙ୍କର ଏଜୁକେସନ୍ ସାର୍ଟିଫିକେଟ୍ ଏବଂ ଯାହାର ରେସିଡେଣ୍ଟ ସାର୍ଟିଫିକେଟ୍ ଦିଆ ହୋଇନଥିବ ସେମାନେ ରେସିଡେଣ୍ଟ ସାର୍ଟିଫିକେଟକୁ ମଧ୍ୟ କ'ଣ କରିବେ ନା ଆଟାଚ୍ କରିବେ ତୁରନ୍ତ ଆପଣମାନଙ୍କର ଶେଷ ତାରିଖ ସୁଦ୍ଧା। ବୁଝିଗଲେ ପିଲାମାନେ? ପୁରା କ୍ଲିଅର? ଦେନ୍ ଆପଣମାନଙ୍କର ରିଟିନ୍, ଫିଜିକାଲ ଏବଂ ଭାଇଭା ଟେଷ୍ଟ ହେବ। ମନେ ରଖନ୍ତୁ, ସେଥିପାଇଁ ମୋ ସହିତ ଯୋଡ଼ି ହେଇକି ରୁହନ୍ତୁ। ନୂଆ ନୋଟିଫିକେସନ୍ ଆସିଲେ ମୁଁ ଆପଣମାନଙ୍କୁ ତୁରନ୍ତ ଜଣାଇଦେବି। ବୁଝିଗଲା? ତେଣୁକରି ଆପଣମାନେ ରେସିଡେଣ୍ଟ ସାର୍ଟିଫିକେଟକୁ ଶୀଘ୍ର ଆପ୍ଲାଏ କରନ୍ତୁ ଆଉ ସବମିଟ୍ କରିଦିଅନ୍ତୁ। ବୁଝିଗଲା? ଠିକ୍ ସେହିପରିକି ଆମେ କରଞ୍ଜିଆ ଥାନାର ଦେଖିବା କୋଉ ଡକୁମେଣ୍ଟସକୁ ସବମିଟ୍ କରିନାହାନ୍ତି। ପ୍ରଥମେ ଦେଖିବା ସିରିଏଲ ନମ୍ବର 1, ତାଙ୍କର ଫର୍ମ ନମ୍ବର ହେଉଛି 20। ସେ ହେଉଛନ୍ତି ଭାଗ୍ୟଜ୍ୟୋତି ମହାନ୍ତ, ଯିଏକି ଯୋଗେଶ୍ୱର ମହାନ୍ତଙ୍କର ପୁଅ। ତାଙ୍କର ଏଜ୍ ମଧ୍ୟ 22 ଠିକ୍ ଅଛି, କିନ୍ତୁ ସେମାନେ ମଧ୍ୟ ରେସିଡେଣ୍ଟ ସାର୍ଟିଫିକେଟ୍ ଦେଇନାହାନ୍ତି। ତେଣୁକରି ପ୍ରତ୍ୟେକ ଥାନାର ଆପଣମାନଙ୍କର ମିସିଂ ଡକୁମେଣ୍ଟସର ଲିଷ୍ଟ ମଧ୍ୟ ରହିଛି। ସେଇ ପିଡିଏଫ୍ ମଧ୍ୟ ମୁଁ ଟେଲିଗ୍ରାମ ଚ୍ୟାନେଲରେ ଛାଡ଼ି ଦେଉଛି, ନିଶ୍ଚୟ ତାକୁ ଜଏନ୍ କରିକି ଦେଖନ୍ତୁ। ବୁଝିଗଲା? ଠିକ୍ ସେମିତିକା ଉଦଳା ଥାନାର ମଧ୍ୟ ଆପଣ ଦେଖିପାରୁଥିବେ ଏଜୁକେସନ୍ ସାର୍ଟିଫିକେଟ୍ ଦିଆ ହେଇନାହିଁ, କାହାର ରେସିଡେଣ୍ଟ ସାର୍ଟିଫିକେଟ୍ ଦିଆ ହେଇନାହିଁ। ତେଣୁକରି ତାଙ୍କୁ ନିଶ୍ଚୟ ଭାବରେ ସବମିଟ୍ କରିଦିଅନ୍ତୁ। ବୁଝିଗଲା? ଆଉ ଯାହାର ଯାହା ବି ଅସୁବିଧା ଥିବ କମେଣ୍ଟ ବକ୍ସରେ କମେଣ୍ଟ କରିବେ, ନହେଲେ ଟେଲିଗ୍ରାମ ଗ୍ରୁପରେ ନିଶ୍ଚୟ ଜଣାଇବେ। ବୁଝିଗଲା ପିଲାମାନେ? କିଛି ଅସୁବିଧା ହେବ ନାହିଁ। ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍ ପାଇବା ପାଇଁ ହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ତା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, ଯାହାଫଳରେ ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ତୁରନ୍ତ ଆପଣମାନଙ୍କ ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିଗଲା? କିଛି ଅସୁବିଧା ହେବ ନାହିଁ ପିଲାମାନେ। ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଲାଇକ୍ ତ ନିଶ୍ଚୟ କରିବେ, ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।